ମୁଁ ଆମର ମାଲକାନଗିରି କଲେଜରେ ପଢ଼େ। ଆଉ ଆମେ ଦେବାକୁ ଆସିଥିଲୁ ଏକ୍ଜାମ୍ ଦେବାକୁ ଆସିଥିଲୁ 9ଟାରୁ ଆମର 12ଟା ଥିଲା ଏକ୍ଜାମ୍। ଆଉ ଗୋଟେ ଆମର ସାଙ୍ଗ ମୋର ଫ୍ରଣ୍ଟ ବେଞ୍ଚରେ ବସେ ସୁରଜ ବୋଲି ତାର ନାଁ। କ'ଣ ହେଲା ବୋଲେ ସେ ତାକୁ ସାର୍ ମନର ଗିଲ୍ଟି ନା କ'ଣ କହିବେ ଆପଣ ଡିସାଇଡ଼୍ କରନ୍ତୁ। ତାକୁ ଗୋଟେ ଅଲଗା ଅନର୍ସର ପେପର୍ ଦେଲେ ଆମର ପଲିଟିକ୍ସର। ତ ତାକୁ ଦେବାର ଥିଲା ଆମର କର୍ପୋରେଟ୍ ଆକାଉଣ୍ଟିଂର ଦେବାର ଥିଲା ଏଠି ପେପର୍ ସେଇଟା। ଆଉ ତାକୁ ଦିଆହେଲା ପଲିଟିକ୍ସର। ତ ଆପଣ ଏଠି ଦେଖିକିନା ଆପଣ ଡିସାଇଡ଼୍ କରନ୍ତୁ। ଯେତେବେଳେ ଏକ୍ଜାମ୍ ସରିଲା ତାକୁ ଜଣାପଡ଼ିଲା କି ଆମର ମୁଁ ଭୁଲ ଏକ୍ଜାମ୍ ଦେଇଦେଇଛି ବୋଲି। ତାପରେ ତାକୁ କ'ଣ କଲେ ସାର୍ କବାଟ ବନ୍ଦ କଲେ। କବାଟ ବନ୍ଦ କଲା ପରେ ତାକୁ ବସାଇଲେ ଟିକେ ସମୟ ବସାଇକିନା ତାପରେ ଆଉ ଥରେ ଷ୍ଟାର୍ଟ କଲେ ଏକ୍ଜାମ୍ ଦେବା ପାଇଁ। ସେ ଆଉ ଥରେ ଏଠି ବସିକିନା ଏକ୍ଜାମ୍ ଦେଉଛି 12ଟାରୁ। କ'ଣ ଚାହୁଁଛ ତମେ? ଆମେ ସେ କ'ଣ ତାର ଡିସାଇଡ଼୍ ହେବ ସେ ପିଲା କ'ଣ କହିବ। ତ ଆମର କହିବାଟା ଏଇଟା କି ଆମର ଯେତିକି ଜୁନିୟର ପିଲାମାନେ ଆସିବେ ତାଙ୍କର ସାଙ୍ଗରେ ବି ନ ହଉ ଯେଉଁଟା ବି ହେଲା ସେଇଟା ନ ହଉ। ଆଉ ଗୋଟେ ଅଛି ତାକୁ ବସେଇକିନା 9ଟାରୁ 12ଟାରେ ବସେଇକିନା ଏକ୍ଜାମ୍ ଦେଲା ସେ ପିଲା ଆଉ ଥରେ ତାକୁ ବସେଇକିନା କଣ୍ଟିନ୍ୟୁ ଏକ୍ଜାମ୍ ଦେଉଛି ସେ। ତାକୁ ଆରେ 3 ଘଣ୍ଟା ଗୋଟେ ଜାଗାରେ ବସିକିନା ଯେଉଁ ପିଲା ବି ଏକ୍ଜାମ୍ ଦେବ ତାର ହାଲତ କେମିତି ହେବ ଆପଣ ଜାଣିଥିବେ ନା। ଆଉ ସେ ଆଉ ଥରେ ବସିକିନା ଏକ୍ଜାମ୍ ଦେଉଛି। ଆଉ କ'ଣ ଲେଖ ତ ତାକୁ ଆପଣ ଜାଣିଥିବେ ଯେଉଁ ପ୍ରକାର 3 ଘଣ୍ଟା ବସିଲା ଆଉ ଥରେ 3 ଘଣ୍ଟା ବସିକିନା ଲେଖୁଛି ବୋଲି। ତ ତାର ସେଇଟା ମୁଁ କହିବାଟା କି ଆଉ ଥରେ ସେ ବ୍ୟାକ୍ ପେପର୍ ଯେଉଁ ପେପର୍ ହେବ ଆଉ ଥରେ ତାକୁ ରି ଏକ୍ଜାମ୍ କରାନ୍ତୁ ୟା ପାସ୍ କରାଇ ଦିଅନ୍ତୁ। ସେଇଟା ମୋର କହିବାଟା। ଏଇଟା ମୋ ନୋଟିସ୍କୁ ଆସିଛି। ପିଲାଙ୍କୁ କୋଶ୍ଚିନ୍ ଦିଆହେଲା ଆଜି ଗୁଡ଼ାଏ ଖଣ୍ଡେ ବ୍ୟାକ୍ ପେପର୍ ଥିଲା ବିଭିନ୍ନ ସବଜେକ୍ଟ ରହୁଛନ୍ତି ସେ ଗୋଟେ ଜାଗାରେ ଯେହେତୁ ସେମାନଙ୍କର ମାନେ କୋଶ୍ଚିନ୍ ଦିଆହେଇଛି କୋଶ୍ଚିନ୍ ତାକୁ ଭୁଲ କୋଶ୍ଚିନ୍ରେ ଯାଇଛି। କିନ୍ତୁ କୋଶ୍ଚିନ୍ ଦେଲା ପରେ ପିଲାଙ୍କୁ କୁହାଯାଏ ଡାଇରେକ୍ଟ ଆପଣ ମାନେ ନିଜ କୋଶ୍ଚିନ୍ ପାଇଛ କି ନାହିଁ କୋଶ୍ଚିନ୍ ପେଜ୍ ଅଛି ଠିକ୍ ନା ନାହିଁ ତାକୁ ଦେଖ କୁହାହେଇଛି ବାରମ୍ବାର। ସେ ପିଲା ସେଟା କହିନାହିଁ ସେ ତାର ବସିକି ଚୁପଚାପ ସେ ଲେଖି ଚାଲିଛି। ପରବର୍ତ୍ତୀ ଷ୍ଟେପ୍ କ'ଣ ନିଆଯାଇଛି? ଶୁଣ ସାର୍ ହେଲେ ସେ ଲେଖି ଚାଲିଛି ଲେଖି ସାରିଲା ପରେ ମଝିରେ ସେ କହିଲା ଯେତେବେଳେ ତାକୁ ସାଙ୍ଗେ ସାଙ୍ଗେ ବି କ'ଣ କଲୁ ନା ଯେହେତୁ ପିଲାଟା ଜାଣିନାହିଁ ତା କୋଶ୍ଚିନ୍ ତାକୁ ଟାଇମ୍ ବି ଦିଆଯାଇଛି ଲେଖିବା ପାଇଁ। ଏଥିରେ ଆପଣ ଉପରେ ଜଣେଇଛନ୍ତି କି ପିଲାର ମିସମ୍ୟାଚ୍ ହେଇଛି ତାକୁ ଏକ୍ସଟ୍ରା ଟାଇମ୍ ଦିଆଯାଉଛି? ତାଙ୍କୁ କୁହାଯିବ ନା ଆମକୁ ସାଙ୍ଗେ ସାଙ୍ଗେ ବର୍ତ୍ତମାନ ଏବେ ଯେହେତୁ କଥାଟା ଘଟିଲା ଜଷ୍ଟ ଏବେ ଘଟିଲା ଯେହେତୁ ଏଇଟା ପଡ଼ିଲା ତାକୁ ସାଙ୍ଗେ ସାଙ୍ଗେ ଆମେ ଜଣେଇବୁ ନା ନ ଜଣେଇଲେ କେମିତି ଏଇଟା ଜଣାଇବାକୁ ପଡ଼ିବ ରିଟର୍ନ ଦେବାକୁ ପଡ଼ିବ ନା। ରିଟର୍ନ ଦେଉଛି ଏମିତି ଏମିତି ଅସୁବିଧାଟା ହେଇଛି ବୋଲିକିରି। ଆଉ ଯେହେତୁ ସେଇ ସିସି କ୍ୟାମେରା ଭିତରେ ହିଁ ତାଙ୍କୁ ପରୀକ୍ଷା ଏଗେନ୍ କରାହେଉଛି ତେଣୁ ଆଉ କିଛି ସେମିତି ଅସୁବିଧା ହେବନି ଗୋଟେ ପିଲାକୁ ଏବଂ ଜଣେ ଇନଭିଜିଲେଟର ଠିଆ ହେଇକି ସେ ଯେହେତୁ କରୁଛି ଏକ୍ଜାମ୍ ତେଣୁ ଏକ୍ଜାମ୍ ତ କୌଣସି ପ୍ରକାର ଅସୁବିଧା ହେବ ନାହିଁ। କିନ୍ତୁ ଯେହେତୁ ପିଲାଟେ ଜାଣିପାରି ନାହିଁ ସେ କହୁଛି କୋଶ୍ଚିନ୍ ଲେଖିଲା ତାର ନିଜ ସବଜେକ୍ଟରେ ଲେଖୁଛି ଆଉ କୋଶ୍ଚିନ୍ ଲେଖିବି କେତେଟା ଲେଖି ସାରିଲାଣି ସେ ଜାଣିପାରୁନାହିଁ ଯେ ଦେଖୁଛନ୍ତି ଆପଣ ନେଗ୍ଲିଜେନ୍ସ କ'ଣ ନା ପିଲାର ତ୍ରୁଟି ନା ଏଇଟା କଥା ଯେ ସବୁଠୁ ଦୁଃଖର ବିଷୟ ଯେ ପିଲା ପଢ଼ିଛି ଯଦି ସେ କୋଶ୍ଚିନ୍ ଦେଖୁଥିବୁ ଜାଣିଦେବା କଥା। ସେ କୋଶ୍ଚିନ୍ ଦେଖୁଥିବୁ ଜାଣିଦେବା କଥା ଯେ ଏ କୋଶ୍ଚିନ୍ଟା ମୋର ନୁହଁ ସେ କହିବା କଥା। କିନ୍ତୁ ସେ 4-5ଟା କୋଶ୍ଚିନ୍ ଆଟେଣ୍ଡ କଲା ପରେ ଯେଉଁ କୋଶ୍ଚିନ୍ କେତେ ଆଟେଣ୍ଡ କଲା ପରେ ବି ସେ ଜାଣିପାରୁନି କିନ୍ତୁ ସେଇଟା ବି ତ ଏବେ ଦେଖନ୍ତୁ ସେମିତି ନୁହଁ କୋଶ୍ଚିନ୍ ଯେଉଁ ଏକ୍ସଟ୍ରା ଆସିଲେ ଆପଣଙ୍କର ପିଲାଙ୍କ ପାଖରେ ଆମେ ଏକ୍ସଟ୍ରା କୋଶ୍ଚିନ୍ ଯାଇଥିବ ସେ ଭିତରକୁ କିନ୍ତୁ କୋଶ୍ଚିନ୍ ଗଲା କୋଶ୍ଚିନ୍ ତ ବଣ୍ଟା ହେଇଗଲା ସେ ଆପ୍ସନ୍ ବି କିଏ ଥିବେ ବୁଝିଲେ ନାହିଁ। ତେଣୁ କୋଶ୍ଚିନ୍ରେ ଗଲା ପରେ କୋଶ୍ଚିନ୍ ବାରମ୍ବାର କୁହା ବି ହେଉଛି ପିଲାଙ୍କୁ ଯେ ତମର କୋଶ୍ଚିନ୍ ନାହିଁ ଦେଖ ଏବଂ ତା ସହିତ ଆପଣ କହିବାକୁ ଚାହୁଁଛନ୍ତି ସେ ପିଲାର ହିଁ ଭୁଲ ରହିଛି। ପିଲା ତ ନିଶ୍ଚୟ ଜାଣିବା କଥା ସେଟା ଯଦି ଆମର ଦେଲେ ପିଲା ହଁ ପିଲାର ଭୁଲ ରହିଛି ଯେଉଁ ବାଣ୍ଟୁଥିଲେ ଇନଭିଜିଲେଟର ତାଙ୍କର କୌଣସି ପ୍ରକାର ଭୁଲ ନାହିଁ। ନାଇଁ ଇନଭିଜିଲେଟର ବି ଦେଖିବା କଥା ଇନଭିଜିଲେଟର ଦେଖିବନି ଇନଭିଜିଲେଟର ବି ଦେଖିବା କଥା ପ୍ଲସ୍ ପିଲା ବି ତାର କୋଶ୍ଚିନ୍ ପାଇଲା ପରେ ଦେଖିବା କଥା।